ସେ ମଦ ପିଇକି ସବୁବେଳେ ନିଶାର ରହୁଛନ୍ତି, ଏନି ଟାଇମ୍ ନିଶା ରହୁଛନ୍ତି। ସେଇଟା କହିଲା ବେଳକୁ ସିଏ ମାରୁଛନ୍ତି। ତାଙ୍କର ବି ଏଣେ ଲିଭର ଖରାପ ହେଇଗଲାଣି। ମୁଁ ସେଇ କଥା କହୁଛି, ତମ ଲିଭର ଖରାପ ହେଇଗଲାଣି, ମେଡିକାଲ ଦେଖେଇକି ଇଏ କରୁଛି। ତ ଭଲ କଥା କହିଲା ବେଳେ ସିଏ ମାରୁଛନ୍ତି, ନିଶାରେ ପିଇକି ସବୁବେଳେ ମାରଧର ଡେଲି। ରାତି 2ଟା ବେଳକୁ ଉଠିକି ଗାଡି ନେଇ ପଳଉଛି, ମଦ ପିଇକି ସିଆଡୁ ଆଉଛି। କହିଲା ବେଳକୁ କୁଆଡେ ଯାଇଥିଲୁ, ମଦ ପିଇକି ଆଇଲୁ ନା, ପୁଣି ତୋ ଦେହ ଖରାପ। ସେଟାରେ ମାରୁଛନ୍ତି। ଶାଶୁ ବି ଆସି କହୁଛି, ତୁ କାହିଁ କହୁଛୁ, ତା ଇଚ୍ଛା, ସିଏ ପିଅ ଯାହା କରିବ, ପଇସା ରୋଜଗାର କରୁଛି, ପିଅନ୍ତାନି, ଘରକୁ ପଇସା କଣ ଆଣୁନି କି, ତୁ କାହିଁ କହୁଛୁ, ତୋର ଖାଇବୁ ରହିବୁ, ଆଉ କିଛି କଥାରେ ମୁଣ୍ଡ ପୁରେଇ ପାରିବୁ। ମୁଁ ସେଇ କଥା କହିଲା ବେଳକୁ ସେ ମାରୁଛନ୍ତି। ସେଇ ସ୍ୱାମୀ ମାରୁଛି, ଶାଶୁ ବି ସପୋର୍ଟ କରୁଛନ୍ତି। 3 ବର୍ଷ ହେଲାଣି ଏଇଭଳିଆ, ବହୁତ ସହିଲିଣି। ସବୁବେଳେ ମାରୁଛନ୍ତି। ଯେତେବେଳେ ମାରୁଥିବ, ଯେତେବେଳେ ତା ଭଉଣୀ ଡାକିବ, ଭିଡିଓ କରିବ, ମୁଁ ମାରିବି। ସିଏ ଭିଡିଓ କରିବ ମୋବାଇଲରେ, ଶାଶୁ ଠିଆ ହେଇକି ଦେଖିବ, ଇଏ ମତେ ମାରିବ ଗଡେଇ ପଡେଇ। ବାହାଘର 3 ବର୍ଷ ହେଇଗଲାଣି। କାଲି ସେ ମଦ ପିଇକି ଆସିଲେ ବୋଲି ମୁଁ କହିବାରୁ, ମଦ ପିଇକି ପୁଣି କଣ ପାଇଁ ଆଇଲ, ତମ ଡାକ୍ତର ଦେଖି ମେଡିସିନ ଖାଉଛ, ପୁଣି କଣ ପାଇଁ ମଦ ପିଇକି ଆଇଲ। ସେଇଠାରୁ ମତେ ମାଇଲେ। ମାରିଲେ, ମୁଁ କହିଲି ମାରୁଛୁ ଯଦି ମୁଁ ପଳେଇମି ଘରକୁ ପଳେଇ ଆସିଥିଲି। ରାସ୍ତା ଉପରେ ଘୁଷାଡିକି ମାଇଲେ। ସେ ହାତର, ଗୁଡର ହାତର ମାଇଲେ। ସେ ମୁଖା କରି ମାରୁଛନ୍ତି। ଆଜ୍ଞା ମୁଁ କହିନି କେବେ ଘରେ। ଲଭ ମ୍ୟାରେଜ କରିଥିଲି ନା, ସେଥିପାଇଁ ମୁଁ କିଛି କୁହେନି ଘରେ। ଯେତେ ଟର୍ଚର ହୁଏ ମୁଁ ଚୁପଚାପ ସହିଯାଏ, କୁହେନି ଘରେ। ବହୁତ ଟର୍ଚର କରନ୍ତି, ବହୁତ ମାରନ୍ତି ମତେ। ଆଗଥର ଏଇଟା ନଗେଇ 4-5 ଥର ମତେ ମୋ ଶାଶୁ ମାଇଲାଣି ନିଜେ। ଝିଅକୁ ସିଏ ନେଇଗଲେ, କହିଲେ କାଲି ମାରି ଦେଇଥାନ୍ତେ ମତେ ଜୀବନରୁ। ମୁଁ ଆହୁରି ଭାଇକି ଫୋନ କରିକି ରାତି 4ଟାରେ କହିବାରୁ ସିଏ ଯାଇକି ମତେ ନେଇକି ଆଇଲେ। ସେ ଗୁଇଠା ବିଧା, ସେ ମୁଖା କରିକି ମାରି, ଏଇଗୁଡାକ ସବୁ ମାରିକି ବଥା କରିଦେଇଛନ୍ତି। ବାଡି ପକେଇକି ଏଇଭଳିଆ କାନ୍ଥରେ ଚାପି ଦେଇଥିଲେ, ତଣ୍ଟି ଫୁଲି ଯାଇଛି। ମୁଁ କଥା ବି ଭଲସେ କହିପାରୁନି। ସେ